ବର୍ତ୍ତମାନର ତାଜା ଖବର। ଆସନ୍ତା 5 ଦିନ ମଧ୍ୟରେ ରାଜ୍ୟରେ ବଢ଼ିବ ଶୀତ। ରାଜ୍ୟରେ ତାପମାତ୍ରା କମିବାରେ ଲାଗିଛି। ଆଗକୁ ଆହୁରି ଶୀତ ବଢ଼ିବାର ସମ୍ଭାବନା ରହିଛି। ଗତ 2 ଦିନ ହେବ ରାଜ୍ୟରେ ପାରଦ ତଳମୁହାଁ ହୋଇଛି, ଯାହାଫଳରେ ବିଭିନ୍ନ ସ୍ଥାନରେ ତାପମାତ୍ରା 2ରୁ 4 ଡିଗ୍ରୀ କମିଛି। ଶନିବାର ଦିନ ପାରଳାଖେମୁଣ୍ଡିରେ ସର୍ବାଧିକ ତାପମାତ୍ରା 31.8 ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ବିଭିନ୍ନ ସ୍ଥାନରେ 20 ଡିଗ୍ରୀ ସେଲସିୟସରୁ କମ୍ ତାପମାତ୍ରା ରେକର୍ଡ କରାଯାଇଥିଲା। ଗତ 2 ଦିନ ହେବ ଟ୍ୱିନ୍ ସିଟିରେ ମଧ୍ୟ ଶୀତ ଅନୁଭୂତି ହେଉଛି। ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା 12.5 ଡିଗ୍ରୀ ସେଲସିୟସ ରହିଥିବା ବେଳେ ରାଉରକେଲାରେ 12.7 ଡିଗ୍ରୀ, ଝାରସୁଗୁଡ଼ାରେ 13.0 ଡିଗ୍ରୀ ଏବଂ କେନ୍ଦୁଝରରେ 14.5 ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଥିଲା। ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ ରାଜ୍ୟରେ ଆସନ୍ତା 5 ଦିନ ମଧ୍ୟରେ ତାପମାତ୍ରା ଆହୁରି 2ରୁ 3 ଡିଗ୍ରୀ କମିବାର ସମ୍ଭାବନା ରହିଛି।